ଚିନ୍ତା ଓ ପ୍ରାର୍ଥନା ସ୍ୱାମୀ ପରମାନନ୍ଦ। ଜୁଲାଇ 3 ଦିନଟିର ପ୍ରଧାନ ଚିନ୍ତା। ଯଦିଓ ଆମେ ସମସ୍ତେ ଯଶସ୍ୱୀ ହୋଇପାରିବା ନାହିଁ, ତଥାପି ଆମେ ସମସ୍ତେ ସେବା କରିପାରିବା। ସ୍ମରଣୀୟ ପଂକ୍ତି। ତୁମର ପୁଣ୍ୟ ପ୍ରଦୀପ ହାତେ ନେଇ ନାଥ, ରହିଲି ମୁଁ ଅପେକ୍ଷା କରି ବହୁକାଳ ଜୀବନର ପଥ ପ୍ରାନ୍ତେ। ପ୍ରାରମ୍ଭେ ଭାବିଲି କେହି କ'ଣ ଦେଖିବେନି ମୋର ଅମୂଲ୍ୟ ରତନ। ବ୍ୟାକୁଳ ହୋଇଲା ହୃଦୟ, ଡାକିଲି ମୁଁ ଉଚ୍ଚ ସ୍ୱରେ। ବୁଲି ପଡ଼ି ଚାହିଁଲେ ସେମାନେ, ଦେଖିଲେନି ପ୍ରଦୀପର ଆଲୋକ କିମ୍ବା ବୁଝିଲେନି ମୋର ସ୍ୱର। ନୀତି ଉପଦେଶ। ଯାହାଙ୍କର ହୃଦୟ ଦିବ୍ୟ ଆଲୋକରେ ଭରି ଯାଇଛି, ସେମାନେ ଅପରକୁ ସେ ଆଲୋକ ଦେବାକୁ ଚାହାନ୍ତି। ସମସ୍ତଙ୍କ ଅନ୍ତର ସେହି ସତ୍ୟର ଆଲୋକ ଦିଗକୁ ଅବାରିତ ନୁହେଁ। ତାର କାରଣ ଏହି ଯେ ଚତୁରତା ବା ବୁଦ୍ଧିର ପ୍ରଖରତା ଦେଇ କେହି ସତ୍ୟ ହୃଦୟଙ୍ଗମ କରିପାରେ ନାହିଁ, ଅଥବା ସାମାନ୍ୟ ବକ୍ତୃତା ଶୁଣାଇ କେହି ଅନ୍ୟକୁ ଏହାର ମୂଲ୍ୟ ବୁଝାଇ ପାରେ ନାହିଁ। ଅଥଚ ଏକାନ୍ତ ନିରକ୍ଷର ମନୁଷ୍ୟ ମଧ୍ୟ ଭଗବାନ ଓ ତାଙ୍କ ସନ୍ତାନମାନଙ୍କର ସେବା କରିବାର ଯୋଗ୍ୟ। ଯାହାର ଜୀବନରେ ସତ୍ୟ ଉଦ୍ଭାସିତ, ଯାହାର ସେବା ସମ୍ପୂର୍ଣ୍ଣ ଆନ୍ତରିକ, ସେହି ସେବକର ଜୀବନରେ ଭଗବାନ ଆବିର୍ଭୂତ। ସେହି କାରଣରୁ ତାହାର ସେବାକର୍ମ ପ୍ରାଣମୟ। ଏହିପରି ସେବା ହିଁ ଜୀବର ଅଶେଷ କଲ୍ୟାଣ ସାଧନ କରିପାରେ। ପ୍ରାର୍ଥନା। ହେ ପ୍ରଭୁ, ମୋର ହୃଦୟ ଖୋଲି ତାହା ଉପରେ ତୁମର ଦିବ୍ୟ ଭାବ ବିସ୍ତାର କର। ଏ ହୃଦୟ ଯେପରି ଦମ୍ଭ ଓ ଔଦ୍ଧତ୍ୟରୁ ମୁକ୍ତ ରହେ। ମୁଁ ଜାଣେ କେବେ ତ ତୁମେ ମୋ ଠାରୁ ଦୂରରେ ନାହଁ। ମୋତେ ଏପରି ଶକ୍ତି ଦିଅ ଯେପରି ଦୀନତାର ସଙ୍ଗେ ତୁମର ସେବା କରିପାରିବି, ଆଉ ମୁଁ ଯେପରି ନିଃସ୍ୱାର୍ଥ ଭକ୍ତି ଓ ଲକ୍ଷ୍ୟ ପ୍ରତି ନିଷ୍ଠା ଅକ୍ଷୁର୍ଣ୍ଣ ରଖି ଏ ଜୀବନ କଟାଇ ପାରିବି।